ଯୋଉମାନେ ମଦ ପିଅନ୍ତି ସେମାନେ ଠିକ ଏମିତି ମରିବା ଉଚିତ। ତମେ ଭଲ ଭାବରେ ଜାଣିଛ ଯୋଉମାନେ ମଦ ପିଇ ମରନ୍ତି ମୁଁ ସେମାନଙ୍କୁ ନର୍କ ଠାରୁ ବି ଘୃଣା କରେ। ସରକାର ଯଦି ମତେ ପରମିଶନ ଦିଅନ୍ତେ ସବୁ ମଦୁଆ ମାନଙ୍କୁ ମାରିଦେବା ପାଇଁ ତାହେଲେ ଗୋଟାଏ ଲାଇନରେ ଛିଡା କରାଇ ମୁଁ ସେମାନଙ୍କୁ ଡାଇରେକ୍ଟ ସୁଟ୍ କରିଦିଅନ୍ତି। नो 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 ସେ ମଦ ପିଇ ମରିଛି ମାନେ ଗୋଟାଏ ଟଙ୍କା ବି କମ୍ପନସେସନ ଦେବିନି। नो नो ଭା କିଏ ତମେ? ମୁଁ ମଦ ପିଇନି ଆଜ୍ଞା। ମୋର ସ୍ତ୍ରୀ ସାରିବାକୁ ସେ ସତ କହୁଛନ୍ତି ସେ ମଦ ପିଇନାହାନ୍ତି। ମୁଁ ପରା ପଚାରୁଛି କିଏ ତମେ? ଆଜ୍ଞା ମୁଁ ଶିବା ପଣ୍ଡା, ସିଏ ମୋ ସ୍ତ୍ରୀ ସାରିଆ। ଆମେ ସମ୍ପଦର ନନା ଆଉ ବୋଉ। ଆପଣ ହଉଛନ୍ତି ସମ୍ପଦର ନନା ଆଉ ବୋଉ? ଆଜ୍ଞା ଆରେ ଆପଣ ସେଠି କାହିଁକି ଛିଡ଼ା ହେଇଛନ୍ତି? ଆରେ ଆସନ୍ତୁ ଆସନ୍ତୁ ଏଠି ବସନ୍ତୁ। ଆରେ ଆସନ୍ତୁ ନା ଶୁଣ ସାଧୁ। ଆରେ ବନ୍ଧୁମାନେ ସେ ଘରେ ପହଞ୍ଚି ଗଲେଣି। ସେମାନଙ୍କ ପାଇଁ କୋଲ୍ଡ ଡ୍ରିଙ୍କସ କି କଫି ନେଇ ଆସ। ସଞ୍ଜୁ ଆରେ ଟିଭିର ସାଉଣ୍ଡ ଟିକେ କମ୍ କର। ସଞ୍ଜୁ ଦେଖୁଛି ପିଲାଟାକୁ ଜମା ମାରି ହବନି। ସଞ୍ଜୁ ମୋ ରିମୋଟ ଦିଅ ଦାଦା। ମୁଁ ଟିଭି ଦେଖିବି। କଣ ହେଲା? ମୋ ରିମୋଟ ଦାଦା। ଦାଦା ମୁଁ ପରା ପଚାରୁଛି କଣ ହେଲା? ଗୁଲଶନ ଖବର? ଆରେ ସେ ପୁଣି କି? ଦାଦା ଇଏ ନା ଆମ ଟିଭିରେ ଡାଇଲଗ କହୁଥିଲେ। ଆପଣ ତ ଶିବା ପଣ୍ଡା ନା? ଆଜ୍ଞା ଆଜ୍ଞା ଆଜ୍ଞା। ମୋ ଭିତରେ ଏମିତି କଣ କହୁଛି?